ଆଜ୍ଞା ହାତ ଯୋଡ଼ି କ୍ଷମା ମାଗୁଛନ୍ତି। ଭାଇନା ଆପଣ ମଧ୍ୟ ବୟସରେ ବହୁତ ବଡ଼, ଜାତିଶ୍ରେଷ୍ଠ ବ୍ରାହ୍ମଣ ଆପଣ। ମୁଁ ଆଜି ହାତ ଯୋଡ଼ି କ୍ଷମା ମାଗି ମୋତେ କାହିଁକି ଅପରାଧୀ ସଦର ଦେଉଛନ୍ତି? ଆପଣମାନେ କେହି ବି ବ୍ୟସ୍ତ ହୁଅନ୍ତୁ, ଏ ପୂଜା ଆପଣମାନେ ସମସ୍ତଙ୍କୁ କଥା ଦେଉଛି। ଜୟଙ୍କୁ ଡାକୁଛି ଜୀବନରେ ଏ ପୂଜା ଆଜିଠୁ କେମିତି କଣ୍ଟା ହେଇଛି ଜିନ୍ନା କମିଟି ଦେଖିଆ ଜିନ୍ନା କମିଟି ଆସିବ ଦେଖା ହବ। ଜୀବନକୁ ନୂଆ ରଙ୍ଗରେ ସଜେଇ ଖୁସି ହୁଏ। ମୋ ବାପା ଛାଡି କାନ୍ଦୁ ଦବଟି ଏତେ ଯାତ୍ରା ପ୍ରେମୀ ତୁ ବିଷୟ ଯୋଉଠି ଆସିଲେ ପଳଉଛି। ଦରକାର ପଡ଼ିବ ମାର୍କେଟ ତୋର ପୋଖରୀ ତୁଟାରେ ମାଟି ଅଛି କି ରଣ୍ଡା କରି ପକେଇବ। ନାଇଁ ସେମିତି କିଛି ହବନି ଆଉ ତମ ଭୟ କର ଭାଇନା। ତମେ ବାହାଘର ପାଇଁ ପୁରା ଫୁଲ ରେଡି ହୁଅ। ମୁଁ ଯାଉଛି ପପିଗୋଡ଼ା ପାଖକୁ, ତାଙ୍କୁ କହିବୁ ସେ ପ୍ରସ୍ତୁତ ହେବେ। ଭାଇନା ମୁଁ ଆସୁଛି। ଜୟ ଜଗନ୍ନାଥ। ତୁ ଯଦି ତ ମତ ପରିବର୍ତ୍ତନ ନ କର, ମୋ ପ୍ରସ୍ତାବରେ ଯଦି ତୁ ରାଜି ନ ହଉ, ତାହେଲେ ମୁଁ ଭୟରୁ ଆହୁରି ଭୟଙ୍କର ହେଇଯିବି। ସମ୍ପର୍କ ଭୁଲିଯିବି। ତୁ ନନାଙ୍କ ପ୍ରସ୍ତାବରେ ରାଜି ହେଇଯା। ମୁକ୍ତି ମଣ୍ଡପର ପଣ୍ଡିତ ହିସାବରେ ନନାଙ୍କର ଯୋଉ ସମ୍ମାନ ଅଛି, ସେ ସମ୍ମାନ ନଷ୍ଟ ହେଇଗଲେ ପୁଅ ହିସାବରେ ନା ତୁ ସହିପାରିବୁ ନା ମୁଁ ସହିପାରିବି। ତେଣୁ ଦି ପରିବାରର ମଙ୍ଗଳ ପାଇଁ ତୁ ନନାଙ୍କ ପ୍ରସ୍ତାବରେ ରାଜି ହେଇଯା। ତମକୁ ରାଜି ହବାକୁ ପଡିବ। ଆଜ୍ଞା ନମସ୍କାର। ନମସ୍କାର ତମ ନନାଙ୍କର ବାହାଘର ସମ୍ମତି ନେଇସାରିଲା ପରେ ଆମେ ଦି ଜଣ ନିଷ୍ପତ୍ତି ନେଇସାରିଛୁ। ଆସନ୍ତା ତିଥିରେ ମୋ ଭଉଣୀ ସହିତ ତମର ବାହାଘର। ଗୋଟେ ମନ୍ଦିର ବୁଡିକି ରହିଛି ଓ ବାହାଘର ସ୍ଥିର କରିବାର ଅଧିକାର କଣ ମୋର ନାହିଁ? ଅଧିକାର ଅଛି ଅଧିକାର ଅଛି। କିଏ ମନା କଣ ଅଧିକାର ମାରିବନି? ଗୋଟେ ପତ୍ନୀ ହେଉଛନ୍ତି ପତିର ପ୍ରାଣଦାତ୍ରୀ। ଭବିଷ୍ୟତର ସ୍ୱପ୍ନ ଦେଖେ ଆଉ ମୋ ଭବିଷ୍ୟତ ଅନ୍ଧକାର କରି ଚାଲିବା ପୂର୍ବରୁ ମୁଁ ଏ ବାହାଘର ପ୍ରସ୍ତାବକୁ ଉଲ୍ଟା କରିଦେଲି। ତମ ଭବିଷ୍ୟତ ସେଇଦିନ ଅନ୍ଧକାର ଭିତରକୁ ଚାଲି ଯାଇଥାନ୍ତା ଯୋଉଦିନ ତମ ବ୍ରାଇଡରୁ ମୋ ଆର୍ଟିଏକ୍ସ ଜବତ କରିଦେଲି। ଆଉ ସେଇଦିନ ଦୁନିଆ ଜାଣିଥାନ୍ତା ମୁକ୍ତି ମଣ୍ଡପର ମହାନ ପଣ୍ଡିତ ଜୟଦେବ ମିଶ୍ର ଗୋଟେ କ୍ରିମିନାଲ। କଣ କହିଲେ ଆପଣ? ଆର୍ଟିଏକ୍ସ? ଆରେ ମୁଁ ଏସବୁ କଣ ଶୁଣୁଛି? ଆରେ ଏ କଥା ଶୁଣିଲା ମାତ୍ରେ ମୁଁ ଉପରେ ଆକାଶ ତମର ଧିନି ପଡୁଛି। ମୋ ଭାଲୁ ତଳ ମାଟି ଗୁଡା ଖସି ଯାଉଛି। ଆରେ ମତେ କଣ ବିଜୟ ହବ ମୋ ପୁଅ ଗୋଟେ କ୍ରିମିନାଲ? କ୍ରିମିନାଲର ମୋଟଟା ସେଇଦିନ ଲାଗି ଯାଇଥାନ୍ତା ଆଜ୍ଞା। ସେ ମୁସଲମାନ ଝିଅ ସାଇନା ବେଗ ଜୟଦେବର ଦୋଷଟାକୁ ମୁଣ୍ଡ ଉପରକୁ ନେଇଗଲା। ମୁସଲମାନ ଝିଅ ସାଇନା ବେଗ। ଆଉ ପୋଲିସ ବାବୁ ସେ ପଛ କଥାକୁ ମନେ ପକେଇ ପରିବାର ଭିତରେ ଅଶାନ୍ତି ଭରି ଦିଅନ୍ତୁନି। ସମୟ ବଡ ସେଇ ସମୟ କାହା ଜୀବନ ଯେ କେତେବେଳେ କୋଉ ବଡ ନବ ସେ କଥା କିଏ କହିବ? ଖାଲି ଆମକୁ ଏତିକି ବୁଝି ନେବାକୁ ହବ ଯେ ଏଠି ସମୟ ବଦଳେନି, ବଦଳିଯାଏ ମଣିଷ। ମୋ ସିଦ୍ଧାନ୍ତ ମୁଁ କେବେ ବଦଳି ଦେଇପାରିବିନି। ଯଦି ମୋ ଭଉଣୀ ବିବାହ ନ କରେ କାଲି ସକାଳେ ସୋସିଆଲ ମିଡିଆରେ ଭାଇରାଲ ହବ। 4 ବର୍ଷର ଭାଇ ପୁଣି ଅପମାନ ହବ। ଜୟଦେବକୁ ଦେଶ ତଳେ ଲାଗିବ। କାରଣ ଏବେ ବି ସେ ଗୁଡାକୁ ମୁଁ ସାଇତି ରଖି କାହିଁକି ନା ଆଇଆଇସି ପପି ପଣ୍ଡା। ନାଇଁ ବାବୁ ଆପଣ ଏମିତି ଉତ୍ତେଜିତ ହେଇପଡ଼ନ୍ତୁ। ଦେଖନ୍ତୁ ଖତ ବିଲିଆନ ବ୍ରାହ୍ମଣ ସମାଜରେ ଗୋଟେ ସ୍ୱତନ୍ତ୍ର ସମାନ ଅଛି। ଆପଣ ଯଦି ସେମିତି କିଛି କରି ବସିବେ ସମାନ ସବୁ ମାଟିରେ ମିଶିଛି। ଦେଖନ୍ତୁ ମୁଁ ଆପଣଙ୍କୁ କଥା ଦେଇଛି ମାନେ ସବୁ କିଛି ଭଲ ହେଇଯାଇପାରେ, ହେଲେ ଏ ଭାଗବତ ମିଶ୍ରର ଜବାବ କେବେ ବି ଭୁଲ ହବନି। ଆପଣଙ୍କର ଗୋଟିଏ ଭୁଲ ନିଷ୍ପତ୍ତି ମହାଫଳ ହେଇପାରେ।
ଜୟଦେବକୁ ଟିକେ ଭଲ ଭାବରେ ବୁଝା ଆଉ ମୋ କଥାରୁ ଏପଟ ସେପଟ ହେଲେ ମୁଁ ଆଇଆଇସି ମମ୍ମି ଖୋଲା ମତେ ସଦାବେଳେ ସମସ୍ତେ ଡାକନ୍ତି ଲଟା ଆଉ ପୋଲିସ और गुंडा ଆପଣମାନଙ୍କୁ ହାତ ଧରି ନେଉଛେ ଆପଣ ଦୟାକରି ଘରକୁ ବନ୍ଦ କରିଦିଅନ୍ତୁ ମୁଁ ଆଉ ତାର ହାତ ଧରି ତାକୁ ସଂସାର କରିପାରିବିନି ପୂଜାକୁ ଛାଡ଼ି ଗୋଟେ ମୁଁ ତ ବଞ୍ଚି ପାରିବିନି ମୁଁ ଅଛି କିନ୍ତୁ ଭୂମି ବନ୍ଧା ରହୁନି ବା ନହେଲେ ସେ ତ ଗୁଡ଼ାଏ ଦେଶ କରି ସଜାଇ ଦେବ 2 ବର୍ଷ ତଳର ପୁରୁଣା ଫାଇଲଟାକୁ ପୁଣି ରିଓପନ୍ କରିବ तू हरडेक्स कारोबार करतो हां ए सब प्रमाण कोई खाली करे तो कैसे जेल में चाली तो भीतर घूमती पूरा कुछ ना देखा कि ए जयदे बुझा ताको ओ सुना बेटा बरा तू यदि देशद्रोही बनी प्रमाणित होई जाऊ कोन हो हम अवस्था समस्त हमको घृणा करिवे गोटे देशद्रोही परिवार बनी समस्त तिरस्कार करिवे ननकर मुक्ति मंडपरे थिबा मान सम्मानरे कलंक लागि जीव आमे काको मुह देखि परिबो ना शिष्य तमे भी मते समन जाइबे मो शेषमे प्रति सुनिला मो नदी तो मत परिवर्तन न कर मो प्रस्ताव नदी राति न हो तबे राति पाहिले भाईती मोहन पड़े तो ननरो बोला सब देखिबो सुन बोला समय कष्ट को बोला कष्ट सुन तो भाईना रे भाईना अपने मन को पूछो भाईना तो मेरे मन को पूछो सिटी में मन को पूछो रे कष्ट करो तो ताको टिके पूछो भाईना ताको टिके पूछो भाईना ताको टिके पूछो कोन बुझी भी नहीं चाहिए मनटा थरे भांगी गले दुनियाटा मसाणी लागे डायलॉग देख जीव मरिबा सब समान होई जाए तू तो भलो बोली जानिचो गोटे नैष्ठिक ब्राह्मण वंशर नीति आदर्श को बंचीबा को जाई प्रेमिक पतिंग भल पाए आउ जने ମୁଁ ଚାହୁଁନି ମୋ ପ୍ରେମ ଭଳି ତୋ ପ୍ରେମ ବି ବାଟବଣା ହେଇଯାଉ ତେଣୁ ମୁଁ ଯେମିତି ନନାଙ୍କ ନିଷ୍ପତ୍ତିକୁ ମାନି ନେଇଛି ତତେ ସେମିତି ନନାଙ୍କ ନିଷ୍ପତ୍ତିକୁ ମାନି ନେବାକୁ ପଡ଼ିବ ଏଇଥିରେ ननाको मान सम्मान ଉପରେ ପ୍ରଶ୍ନ ଆସିଲେ ସେ କିଛି ବି ନିଷ୍ପତ୍ତି ନେଇ ଯାଇ ପାରନ୍ତି ତେଣୁ ଏ ପରିବାରର ମଙ୍ଗଳ ପାଇଁ ତୁ ନନାଙ୍କ ପ୍ରସ୍ତାବରେ ରାଜି ହେଇଯା ତୁ ବଡ଼ ଭାଇ ତୋ ପାଖରେ ହାତ ଯୋଡୁଛି ତମେ ସ୍ପୋର୍ଟ ଛୁଆ ଆରେ ତମେ ସବୁ କଣ କରୁଛ ତମେ ପୁରା ମୋ ପାଇଁ ସ୍ୱୟଂ ବଡ଼ ଠାକୁର ମୋ ବଡ଼ ଠାକୁର ମତେ ହାତ ଯୋଡ଼ିଲେ ମତେ ପାପ ଲାଗିବ ଭାଇନା ମତେ ମହାପାପ ଲାଗିବ आकाशରେ ବହୁତ ପଲିସି ହେଇଗଲା ଆକ୍ଟିଂ ଆଗ ଅପେକ୍ଷା ମୁଁ ଆଗ 5-6 ବର୍ଷ ପୂର୍ବରୁ ଦେଖିଥିଲି କହି ପାରୁନଥିଲା ମୁଁ ତମ କଥା ନିଶ୍ଚୟ ରଖିବି ସବୁଦିନ ବା ମୋ ପୁଛକୁ ଭୁଲିଯିବି ଆଉ ଅନାଙ୍କ ପସନ୍ଦର ଝିଅକୁ ବାହା ପାଇଁ